ଆଜିର ଅନୁଚିନ୍ତା କଳହ ଓ ପ୍ରେମ। ଦୁଇ ଜଣ ଲୋକ କଳି କରୁଥିଲେ। ସେମାନେ ମୁହଁକୁ ମୁହଁ ଯୋଡ଼ି ପରସ୍ପରକୁ ଅତି ଉଚ୍ଚ ସ୍ୱରରେ ଗାଳି ଦେଉଥିଲେ। ଏ କଥା ଦେଖିଲେ ଜଣେ ସାଧୁ। ସେ ତାଙ୍କ ଶିଷ୍ୟକୁ ପଚାରିଲେ, ଏମାନେ ତ ପରସ୍ପରର ଅତି ନିକଟରେ, ଜଣେ ଅତି ଧୀର ସ୍ୱରରେ କହିଲେ ବି ତ ଅନ୍ୟ ଜଣକୁ ଶୁଣିପାରିବ, ତେବେ ଏମାନେ ଏତେ ଉଚ୍ଚ ସ୍ୱରରେ ଗାଳି ଦେଉଛନ୍ତି କାହିଁକି? ଶିଷ୍ୟ କହିଲା, ସତେ ତ ଗୁରୁଦେବ, କିନ୍ତୁ ମୁଁ ତା କାରଣ କହିପାରିବି ନାହିଁ। ସାଧୁ କହିଲେ, ପ୍ରକୃତ କଥା ହେଲା, ଯେତେବେଳେ ଦୁଇ ଜଣ ପରସ୍ପରର ସହିତ କଳହ କରନ୍ତି ସେତିକିବେଳେ ସେମାନଙ୍କ ଭିତରେ ଦୂରତା ବଢ଼ିଯାଏ। ସେମାନଙ୍କ ହୃଦୟ ପରସ୍ପରଠାରୁ ଏତେ ଦୂରେଇ ଯାଏ ଯେ ସେମାନେ ଜୋରରେ ଚିତ୍କାର ନ କଲେ କେହି କାହାକୁ ଶୁଣିପାରନ୍ତି ନାହିଁ କି ବୁଝିପାରନ୍ତି ନାହିଁ। ଅନେକ ସମୟରେ ତ ଚିତ୍କାର କରି କରି ଥକିଲେ ବି କେହି କାହା କଥା ବୁଝିପାରନ୍ତି ନାହିଁ। ତାପରେ ସାଧୁ କହିଲେ, ଏବେ ପ୍ରେମ କଥା ବିଚାର କର। ଯେତେବେଳେ ଦୁଇ ଜଣ ପ୍ରେମରେ ପଡ଼ନ୍ତି ସେତେବେଳେ ସେମାନେ ପରସ୍ପର ସହିତ ଧୀର ସ୍ୱରରେ କଥାବାର୍ତ୍ତା କରନ୍ତି। ସେମାନଙ୍କ ପ୍ରେମ ଯେତେ ଗଭୀର ହେଉଥାଏ ସେମାନଙ୍କ ସ୍ୱର ଅଧିକ ଧୀର ହେଉଥାଏ। ପ୍ରେମର ଗଭୀରତମ ଅବସ୍ଥାରେ ସେମାନେ ପରସ୍ପର ଠାରୁ ଯୋଜନ ଯୋଜନ ଦୂରତାରେ ରହିଲେ ବି ଉଭୟ ପରସ୍ପରର ଭାବନାକୁ ଶୁଣିପାରନ୍ତି। ସେତିକି ବେଳେ ନୀରବରେ ବି କଥା କହିହୁଏ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ନମସ୍କାର, ଜୟ ଜଗନ୍ନାଥ।